ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଟପିକ୍ ଟିକେ ଭିନ୍ନ ଧରଣର ହେବା ଯାଉଅଛି, କାରଣ ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ଏ ପୃଥିବୀରେ ଧର୍ମ କେତେ ପ୍ରକାର ଆଉ ସବୁଠାରୁ ସତ୍ୟ ଧର୍ମ କ'ଣ, ପ୍ରକୃତ ଧର୍ମ କ'ଣ ଅଟେ। ତେବେ ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ଆପଣମାନଙ୍କୁ ସ୍ୱାଗତ। ତେବେ ଚାଲନ୍ତୁ ଆଜିର ବିଷୟବସ୍ତୁକୁ ଆମେ ଆରମ୍ଭ କରିବା। ତେବେ ପ୍ରିୟ ବନ୍ଧୁଗଣ, ଯଦି ଆମେ ପୃଥିବୀରେ ଧର୍ମ ବିଷୟରେ ଦେଖିବା, ପୃଥିବୀରେ ଅନେକ ପ୍ରକାର ଧର୍ମ ରହିଅଛି। ଯଦି ଆମେ ପୃଥିବୀରେ ଦେଖିବା, ପ୍ରାୟ 198ଟି ଦେଶ ରହିଅଛି ଏବଂ ପ୍ରତିଟି ଦେଶରେ ଅନେକ ଧର୍ମ ରହିଅଛି। ଯେପରି ଆମ ଭାରତ ଭଳି ଦେଶରେ ମଧ୍ୟ ଅନେକ ଧର୍ମ ଦେଖିବାକୁ ମିଳେ। ସେହିପରି ଅନ୍ୟାନ୍ୟ ଦେଶମାନଙ୍କରେ ମଧ୍ୟ ଅନେକ ଧର୍ମ ଦେଖିବାକୁ ମିଳେ। ଯଦି ଆମେ ଟୋଟାଲ୍ ଏ ପୃଥିବୀ ସାରା ଧର୍ମ ବିଷୟରେ ଆମେ ଚିନ୍ତା କରିବା, ତେବେ ବହୁତ ପ୍ରକାର ଧର୍ମ ରହିଅଛି, ଯାହାକି ଆମର କଳ୍ପନାର ବାହାରେ। ତେବେ ସବୁ ବିଷୟ ତ ଆମେ ଆଲୋଚନା କରିପାରିବା ନାହିଁ, କିନ୍ତୁ ପୃଥିବୀରେ ପ୍ରଚଳିତ ମୁଖ୍ୟ ଧର୍ମଗୁଡ଼ିକୁ ନେଇ ଆମେମାନେ ଆଲୋଚନା କରିବା। କେତେ ପ୍ରକାର ଧର୍ମ ଏ ପୃଥିବୀରେ ରହିଅଛି। ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ଆଜିର ମୁଖ୍ୟ ବିଷୟବସ୍ତୁ ଧର୍ମ କେତେ ପ୍ରକାର। ଆଉ ପ୍ରଥମେ ହେଉଛି ହିନ୍ଦୁ ଧର୍ମ। ହିନ୍ଦୁ ଧର୍ମ ହେଉଛି ଆମ ଭାରତର ପ୍ରମୁଖ ଧର୍ମ। ଆଉ ହିନ୍ଦୁ ଧର୍ମାବଲମ୍ବୀ ପ୍ରାୟ 73%ରୁ ଅଧିକ ହିନ୍ଦୁମାନେ ଏହି ଭାରତ ଦେଶରେ ବାସ କରନ୍ତି। ଆଉ ବାକି ରହିଲା ଅନ୍ୟାନ୍ୟ ଧର୍ମର ଲୋକମାନେ ସେମାନେ 27% ଏହି ଭାରତ ବର୍ଷରେ ସେମାନେ ଅଛନ୍ତି। ଆଉ ସେମାନଙ୍କ ମଧ୍ୟରେ ଖ୍ରୀଷ୍ଟ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ, ଶିଖ ଧର୍ମ ଏପରି ଅନ୍ୟାନ୍ୟ ଧର୍ମଗୁଡ଼ିକ ରହିଅଛି। ତେବେ ହିନ୍ଦୁ ଧର୍ମ ହେଉଛି ପ୍ରମୁଖ ଧର୍ମ, ଭାରତ ଦେଶର ପ୍ରମୁଖ ଧର୍ମ। ଏବଂ ହିନ୍ଦୁ ଧର୍ମର ପ୍ରମୁଖ ଦେବତା ହେଉଛନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ତା ଛଡ଼ା ଅନ୍ୟାନ୍ୟ 33 କୋଟି ଦେବଗଣ ମଧ୍ୟ ଅଛନ୍ତି ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ। ତାପରେ ସେକେଣ୍ଡରେ ଆସିଲା ବୌଦ୍ଧ ଧର୍ମ। ଏହି ଧର୍ମର ପ୍ରବର୍ତ୍ତକ ହେଉଛନ୍ତି ଗୌତମ ବୁଦ୍ଧ, ଯିଏକି ଅହିଂସା ନୀତିକୁ ଆପଣେଇଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଅହିଂସା ନୀତି ଶିକ୍ଷା ଦେଇଥିଲେ। ଆଉ ତାଙ୍କର ଗୌତମ ବୁଦ୍ଧଙ୍କର ପିଲାଦିନର ନାଁ ହେଉଛି ରାହୁଲ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଗୌତମ ବୁଦ୍ଧ ସେ ହେଉଛନ୍ତି ବୌଦ୍ଧ ଧର୍ମର ପ୍ରବର୍ତ୍ତକ। ତାପରେ ହେଉଛି ଜୈନ ଧର୍ମ। ମହାବୀରା ଫାଉଣ୍ଡର ହେଉଛନ୍ତି। ଆଉ ଏମାନେ ପୁନର୍ଜନ୍ମରେ ବିଶ୍ୱାସ କରନ୍ତି, ଜୈନ ଧର୍ମାବଲମ୍ବୀ ଲୋକମାନେ। ଆଉ ଏମାନଙ୍କ ଧର୍ମ ସବୁଠାରୁ କଠିନ ଧର୍ମ ବୋଲି କୁହାଯାଏ। ତାପରେ ଆସିଲା ଶିଖ ଧର୍ମ, ଯାହାର ପ୍ରବର୍ତ୍ତକ ହେଉଛନ୍ତି ଗୁରୁ ନାନକ। ଆଉ ଏବେ ସୁଦ୍ଧା ମଧ୍ୟ ଶିଖ ଧର୍ମର ଗୁରୁ ନାନକଙ୍କର ଶିକ୍ଷା ଏବେ ବି ରହିଅଛି, ଯାହାକୁ ଫଲୋ କରୁଛନ୍ତି। ନିହଙ୍ଗା ଗୋଟିଏ ଜାତି ଅଛନ୍ତି, ସେମାନେ ଏକ ଦଳ ଅଟନ୍ତି। ସେମାନେ ଶିଖ ଧର୍ମାବଲମ୍ବୀ ଲୋକମାନଙ୍କ ପରି ସେମାନେ ମୁଣ୍ଡରେ ପଗଡ଼ି ସେମାନେ ପିନ୍ଧନ୍ତି। ଆଉ ଗୋଟେ ହେଲା ଅଲେଖ ଧର୍ମ। ଆଉ ଅଲେଖ ଧର୍ମ ଅନୁସାରେ ଅଲେଖ ହେଉଛନ୍ତି ଈଶ୍ୱର। ଆଉ ଏହି ଧର୍ମର ଆଉ ଗୋଟେ ନାଁ ମଧ୍ୟ ରହିଅଛି ମହିମା ଧର୍ମ, ଯାହାକି ଓଡ଼ିଶାରେ ବେଶୀ ଦେଖାଯାଏ। ଆଉ ଏମାନଙ୍କ ବିଶ୍ୱାସ ହେଉଛନ୍ତି ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି, ଯିଏକି ଅଦୃଶ୍ୟ ଈଶ୍ୱର, ଯିଏକି ଦେଖାଯାଆନ୍ତି ନାହିଁ। ଆଉ ସେଇଭଳି ଈଶ୍ୱରଙ୍କୁ ସେମାନେ ବିଶ୍ୱାସ କରନ୍ତି। ଆଉ ପଶ୍ଚିମ ଓଡ଼ିଶାରେ ବେଶୀ ଏମାନଙ୍କୁ ଦେଖିବାକୁ ମିଳେ। ଆଉ ହେଡ଼କ୍ୱାର୍ଟର ହେଉଛି ଏହାର ହେଉଛି ମହିମା ଗାଦି। ଆଉ ପ୍ରବର୍ତ୍ତକ ହେଉଛନ୍ତି ପ୍ରଭୁଦାଗୁରୁ ମହିମା ସ୍ୱାମୀ। ଆଉ ସେ 1862 ଖ୍ରୀଷ୍ଟାବ୍ଦରେ ଆଉ କୈଳାସରେ ସିଦ୍ଧ ଲାଭ କଲା ପରେ ଏହି ଧର୍ମକୁ ପ୍ରଚଳନ କରିଥିଲେ। ତାପରେ ଜୟଗୁରୁ ଧର୍ମଗୁରୁ ଅଛି, ଯେଉଁଠି ବାବା ଜୟଗୁରୁ ଏହି ଧର୍ମର ପ୍ରବର୍ତ୍ତକ ଅଟନ୍ତି, ଯାହାଙ୍କର ନାମ ହେଉଛି ଜୟ ଗୁରୁଦେବ ଜୀ ମହାରାଜ। ଭାରତର ଉତ୍ତର ଦିଗରେ ଏହାର ପ୍ରଚଳନ ହୋଇଥିଲା। କୃଷ୍ଣଗୁରୁ ଇଏ ମଧ୍ୟ ଗୋଟେ ଧର୍ମ ଅଟେ। ଆଉ କୃଷ୍ଣଙ୍କ ଉପରେ ଆଧାରିତ ସ୍ୱତନ୍ତ୍ର ଧର୍ମ ଅଟେ, ଆଉ ଯିଏକି ହିନ୍ଦୁ ଧର୍ମର ପ୍ରମୁଖ ଦେବତା ଅଟନ୍ତି, ଆଉ ଯାହାଙ୍କ ଜନ୍ମ ମଥୁରା, ଉତ୍ତରପ୍ରଦେଶର ମଥୁରାରେ ହୋଇଥିଲା। ତାପରେ ଆଉ ଗୋଟେ ଅଛି ବନ୍ଧୁଗଣ ଆଦିବାସୀ ଧର୍ମ।
आदिवासी धर्म बहुत प्रकार रही अच्छे जोटा कि आम देखा उत्तर भारत एवं पूर्व भारत में कौन कौन सब आदिवासी धर्म सब रही अच्छे। आदिवासी धर्म मध्य दोनीपल, सानाभाई, संगसेरक, कानियाम खासी, सियामत्रे, रंगफ्रा, हेराका, ओनचे, नक्ते, तिवा, आहोम, केवलिया, जाइखलसिन, आरनबान, आउटा होची लखीमन, सातसंग, हनघारी, कोमोलांग, द्वावसिम, सियांगसन पासियान, क्रामा, साना माहिजिम, सारी धर्म ए समस्त धर्म होची उत्तर भारत रे प्रचलन अटे। विशेषकर एगुड़ा सब होची आदिवासी धर्म अटे। आ जदि हम पूर्व भारत रे देखिबा बोन, किरातिसिम, यूमाइसिस, सारना, तब सारी, ओंगे, जारुआ ये सब रही अच्छी। एमान धर्म भितर एमान पूजा मध्य होची अद्भुत प्रकार। किए माने गछ को पूजा करती, किए माने पहाड़ को पूजा करती, किए माने सूर्य को पूजा करती, किए माने पवन को पूजा करती, आ किए माने टोटाल प्रकृति को से पूजा करती, आ किए माने जंगल को पूजा करती। एपरि अनेक प्रकार पूजा एमानकर रही आसे। एमानकर पूजा पर्वपर्वाणी टिके भिन्न धरण अटे। तापर आसला ख्रीष्ट धर्म जोटा कि प्रभु जीशुख्रीष्ट को नहीं यह आरंभ होता। जो प्रभु जीशुख्रीष्ट 2000 वर्ष तले से आसीथिले जगत को, जगत रे जन्मग्रहण कले, सारा मानव जाति निमंते कालबरी क्रूस पर बलिदान हेले, सारा जगतर पाप को से क्षमा कले, आउ से पापर बंधन को से फिटई देले, पुनरुत्थित हेले 3 दिन पर स्वर्गारोहण कले, पुणी आउ थे आसुँच आमान साथी नहीं जावाई। ये प्रभु जीशुख्रीष्ट को जो मैंने मानते ये जगतर लोक मैंने विश्वास करती यह हूँ एक ख्रीष्ट धर्म अटे। तापर आउ गोटे हूँ जिहुदी धर्म। ये हूँ यार अन्य नाम हूँ अब्राहम का धर्म। एमान विश्वास कौन एमाने एक ईश्वर को विश्वास करती। एमाने विश्वास करती जे केवल जिहोवा परमेश्वर ईश्वर अटंती, तांको छड़ा आउ द्वितीय परमेश्वर कहीं नहांती। एपरिक से जीशु को मध्य से ईश्वर बोली मानती नहीं, केवल जिहोवा परमेश्वर को ही से ईश्वर बोली मान्य करती। कारण 10 आज्ञा लेखा अच्छी आंभ साक्षात तुम्हारा कौन सी देवता हम ना, से जीशु को मध्य ईश्वर बोली मानती नहीं। आम धर्म पुस्तक हूँ तोरा, और जोटा कि मेन हूँ तोरा एम धर्म पुस्तक जमी मूसांकर 65 पुस्तक रही अच्छी। आदि, यात्रा, लेवी, गणना, द्वितीय विवरण। तापर आसला इस्लाम धर्म। यह मत अब्राहम को धर्म बोली विश्वास करा जाए। इस्लाम धर्म मुख्य पुस्तक हूँ कुरान, आ शिक्षा हूँ मोनोथेस्टिक, आ फाउंडर हूँ मोहम्मद, ये 700 शताब्दी से आरंभ करते इस्लाम धर्म को। तेबे आज विषय वस्तु रहिला धर्म केते प्रकार। समस्त ख्रीष्ट प्रेम आंतरिक नमस्कार।